महाशय नमस्कार। आपण जानी खुशी हेबे जे आमे आज ग्रह सुंदर बुद्धंक उपर आलोचना करिबा। जो व्यक्ति जातक बुद्ध शुभ स्थान थांती, उच्च स्थान मूल त्रिकोण थांती, मित्र गृहरे मित्र दृष्टि थांती ओ केन्द्राधिपति न होई थांती, ताहले से व्यक्ति अवश्य बुद्धिमान, ज्ञानी, विवेकी, विचारवंत होता है। बुद्ध को शुभ ग्रह कहा जाए। तेणु जदि से केन्द्राधिपति हो गले, लग्न चतुर्थ सप्तम बा दशमर अधिपति हो गले, तेबे अशुभ फल दे थांती। जदि से पंचम बा नवमर अधिपति होती, पंचम बा नवमर अधिपति होती, तेबे अति अधिक शुभ फल दे थांती। राहु बुद्धंकर अति आपणार अंतरंग मित्र, इंटीमेट फ्रेंड। जदि राहु दृष्टि राहु सहित बुद्ध थांती, ताले अति बलवान। यह छड़ा शनि बुद्धंकर प्रिय, रवि बुद्धंकर मित्र, मंगल बृहस्पति चंद्र बुद्धंकर शत्रु, आउ बुद्ध चंद्रकर परम शत्रु। जदि जीवनर आवश्यक तले बुद्ध अंतर्दशा पड़गला, ताहले कर्कट राशि जीवन में दुर्भिक्ष आसीगला। से दहगंज हो मरीजे, तर सबू हरण हो। बुद्धंक कर्कट राशि हारी जाती। कर्कट राशि को बुद्ध बहु हैरान करती। से कर्कट राशि बुद्ध बार घात बार। हाँ बंधु, आमे जानिबा बुद्ध जदि मेष मीन बिछा धनु कर्कट रे थांती, ताहले से आदौ भल फल दे न थांती। जदि से मिथुन वृष कन्या तुला मकर और कुंभर थांती, ताहले भल फल दे थांती। से जदि अष्टम थांती, ताहले भी भल फल दे थांती। अष्टमस्थ बुद्ध भल फल दबारे त्रुटि करती नहीं। रवि और चंद्र अष्टमाधिप हेले जेमती क्षतिकारक नुह, बुद्ध अष्टम थिले से क्षतिकारक नुह। गोचर रे बुद्ध बहु बढ़िया फल दे थांती। बुद्धंकर मूल त्रिकोण कन्या, जैसे कन्या रे थिबे ताहले से अति अधिक शुभ फल देवे। मिथुन तक निज घर, तेणु से मिथुन थे भी फल फल देवे। ये गला बुद्धंकर स्वरूप। यही बुद्ध ग्रह मेष पाई एवं बुद्ध अछंती मिथुन रे निज घरे 21/6 जाए से मिथुन रहिबे। तापरे से कर्कट को आसवे। पुनर्वसु मिथुन अछंती, पुनर्वसु कर्कट को आसवे। बुद्ध मिथुन थिबारु मेष पाई भारी भल। मेष वृष मिथुन तृतीय बुद्ध अति शुभ। व्यक्ति पाई जहाँ जहाँ आवश्यक सामाजिक शारीरिक मानसिक लौकिक बौद्धिक ये समस्त प्रकार सुख दे थांती। बुद्ध अर्थ दे थांती तृतीय हेले, किंतु जातक स्थिति शुभ होगा उचित। बुध एवं मेष को
21 ଯାଏ ଯଥେଷ୍ଟ ଧନ ସୁଖ ଓ ଶାନ୍ତି ଦେବେ। ମେଷର ଖରାପ ସମୟ ଆସିବ ବୁଦ୍ଧଙ୍କ ପାଇଁ 22/6 ପରେ। 22/6 ପରେ ବୁଦ୍ଧ ମେଷ ପ୍ରତି ପ୍ରତିକୂଳ ମନୋଭାବ ପୋଷଣ କରିବେ। ମନ ଆତଙ୍କିତ ହେବ, ନିଜ ଛାଇ ନିଜକୁ ଡରାଇବ, ଦୁର୍ବୁଦ୍ଧି ମୁଣ୍ଡକୁ ଆସିବ, ଭଲ ମନ୍ଦ ଓଳି ଲାଗିବ, ମନ୍ଦ ଭଲ ଭଳି ବୋଧ ହେବ। ଶତ୍ରୁକୁ ପ୍ରେମ କରିବା ପାଇଁ ଇଚ୍ଛା ହେବ, ମିତ୍ରଙ୍କୁ ଘୃଣା କରିବା ପାଇଁ ମନରେ ଭାବନା ଆସିବ। ତେଣୁ ଚତୁର୍ଥ ବୁଦ୍ଧ ଆଦୌ ଶୁଭ ନୁହଁ। 22/6 ପରେ ମେଷ ରାଶି ପାଇଁ ବୁଦ୍ଧ ଅମଙ୍ଗଳ ହେବେ। ଏବେ ଯିବା ବୃଷ ପାଇଁ। କହୁ ପଦେ ଭୁଲ କହିଦେଲି। ଏ ଯାହା ବର୍ଣ୍ଣନା କଲି ତା ବୃଷ ରାଶି ପାଇଁ କହିଲି। ଏବେ ମେଷ ରାଶି ଆରମ୍ଭ କରିବା। ଏବେ ମୁଁ ଯାହା କହିଲି ବୃଷ ପାଇଁ କହିଲି। ଏବେ ଯାହା କହିଲି ବୃଷ ପାଇଁ କହିଲି। ଦେହ ଟିକେ ଭଲ ନାହିଁ ତ। ଏବେ ଆମେ ମେଷ ପାଇଁ ଆଲୋଚନା କରିବା। ମେଷ ରାଶି ପାଇଁ ବୁଦ୍ଧ ତୃତୀୟ ହୋଇ ରହିବ 21/6 ଯାଏ। ଏଣୁ ମନକୁ ସ୍ୱତଃ ଭୟ ଆସିବ, କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ଆସିବନି, ଆତଙ୍କିତ ଜୀବନ ଭୟଭୀତ ଭିତରେ କଟିବ। ଜୀବନରେ ସୁଖ ଆସିବ କେଉଁଠୁ? ଯିଏ ଆତଙ୍କିତ ତା ମନରେ ତ ସବୁବେଳେ ଭୟ ଥାଏ। ତେଣୁ 21/6 ଯାଏ ମେଷ ରାଶିର ଖରାପ ସମୟ। 22/6 ପରେ କ'ଣ ହେବ ଦେଖିବା। 22/6 ପରେ ଚତୁର୍ଥ ବୁଦ୍ଧ ଭଲ ଫଳ ଦେଇଥାନ୍ତି। ସୁସମୟ ଆସେ। ଚତୁର୍ଥ ବୁଦ୍ଧ ଭଲ ଫଳ ଦେଇଥାନ୍ତି। ସୁସମୟ ଆସିବ। ଏହି ସମୟ ରହିବ ଅଗଷ୍ଟ 30 ଯାଏ। ଅଗଷ୍ଟ 30 ଯାଏ ବୁଦ୍ଧ ମେଷ ରାଶିକୁ ଯଥେଷ୍ଟ ସହଯୋଗ କରିବେ। ସୁଖ, ଶାନ୍ତି, ସମ୍ମାନ, ଆଦର, ପ୍ରେମ, ପ୍ରୀତି, ସ୍ନେହ, ବନ୍ଧୁ, ସନ୍ତାନ, ଦାମ୍ପତ୍ୟ ଜୀବନ, ଅର୍ଥ ଏସବୁ ପ୍ରକାର ସୁଖ ମିଳିବ। କାର ମେଷ ରାଶିର 22/6 ପରେ 30 ଅଗଷ୍ଟ ପର୍ଯ୍ୟନ୍ତ ବୁଦ୍ଧ ମେଷକୁ ସହାୟ ହେବେ। କିନ୍ତୁ ଯେଉଁ ବୃଷ କଥା ଟିକେ ଭୁଲ ହେଇଗଲା। କହୁ ବୃଷ ରାଶି ଲାଗି ବୁଦ୍ଧ ଏବେ ଦ୍ୱିତୀୟ 21/6 ଯାଏ। ଏଣୁ ଭଲ ସମୟ ଚାଲିଛି ବୋଲି ବୁଝିବାକୁ ପଡ଼ିବ। ସବୁ ଦିଗରୁ ଲାଭ ହେବ, ମଙ୍ଗଳ ହେବ, ଉନ୍ନତି ହେବ, ଜୀବନକୁ ଭୋଗ୍ୟ ହେବ। ମାତ୍ର 22/6 ପରେ ବୁଦ୍ଧ ବୃଷ ପାଇଁ ତୃତୀୟ ହେବେ। ସୁଖ ପୁଷ୍ପ ସୃଷ୍ଟି କରିବେ। ସୁଖ ପୁଷ୍ପ ମଉଳିଯିବ, ଲାଭ କମିଯିବ, ମନକୁ ଡର ଆସିବ, ଦିନ ରାତି ପରି ଲାଗିବ, କୌଣସି କାମରେ ଆଗ୍ରହ ଆସିବନି। ମାନେ ବୃଷ ପାଇଁ 21/6 ଯାଏ ଭଲ। ବୃଷ ପାଇଁ 21/6 ଯାଏ ଭଲ। ବୃଷ ପାଇଁ 21/6 ପରଠୁ ବୁଦ୍ଧ ଅଶୁଭ ଫଳ ଦେବେ। ମେଷ ବୃଷ ଉପରେ ଆଲୋଚନା କଲେ। ଏବେ ଯିବା ମିଥୁନକୁ। ବୁଦ୍ଧ ଏବେ ମିଥୁନରେ ଅଛନ୍ତି। 22/6ରେ ସେ କର୍କଟକୁ ଆସିବେ। ତେଣୁ 21/6 ଯାଏ ମିଥୁନର ଜନ୍ମ ବୁଦ୍ଧ ଜନ୍ମ ହେତୁ ମିଥୁନ ରାଶିର ଲୋକଙ୍କର ସବୁ କାମରେ ବାଧା ବିଘ୍ନ ସୃଷ୍ଟି ହେଉଛି। କୌଣସି କାର୍ଯ୍ୟ ଅଗ୍ରଗତି କରିପାରୁନାହିଁ। 22/6ରୁ ବୁଦ୍ଧ ଦ୍ୱିତୀୟ ହେବେ। ମନ ଆତଙ୍କିତ ହେବ, ନିଜ ଛାଇ ଭୂତ ଭଳି ଡରାଇବ, କୌଣସି ବ୍ୟକ୍ତି ସହ ମିଶିବାକୁ ଆଗ୍ରହ ଆସିବନି, ସବୁ କାର୍ଯ୍ୟରୁ ସ୍ପୃହା କମିଯିବ, ସବୁ କାର୍ଯ୍ୟରୁ ମନ୍ଦ ଫଳ ମିଳିବ। ବୁଦ୍ଧ ମିଥୁନରେ ଅଧିପତି ହେଲେ କ'ଣ ହେବ? ମେଷ ପାଇଁ ଭଲ ସମୟ, ବୃଷ ପାଇଁ ଭଲ ସମୟ, କିନ୍ତୁ ମିଥୁନ ପାଇଁ ଆଦୌ ଭଲ ସମୟ ନୁହେଁ। ଏବେ ଭଲ ଟାଇମ୍ ନାହିଁ କି ପରେ ଭଲ ଟାଇମ୍ ଆସିବ ନାହିଁ। ଏବେ ଆଲୋଚନା କରିବା କର୍କଟ ଉପରେ। 22/6 ଯାଏ କର୍କଟ ରାଶି ପାଇଁ ବୁଦ୍ଧ ଦ୍ୱାଦଶ। ଏଣୁ ଏହାକୁ ଦୁଃସମୟ କୁହାଯାଏ। ଶୋକ ସମ୍ବାଦ ଭଳି ଅଶୁଭ ଖବର ମିଳିବ, ଭାରି ବାଧା ଲାଗିବ। 22/6 ପରେ ବୁଦ୍ଧ କର୍କଟ ପାଇଁ ଜନ୍ମ ହେବେ। କର୍କଟର ବୁଦ୍ଧ ଶତ୍ରୁ। ଏଣୁ କୌଣସି ଭଲ କାର୍ଯ୍ୟ କରାଇ ଦେବେ ନାହିଁ।
मिथ्या जहाँ ता सत्य प्राय लगे प्रिय लोक अप्रिय भली व्यवहार करेंगे। कर्कट राशि बुध आदौ भल नहांती बा से आदौ भल फल देवेनि ये समय चलती एवं चलती खराब समय बुधों पर अगस्ट 30 जाए बुध शुभ कर्कट 22/6 जाए सिंह बुध एकादश सिंहाधिप रवि रवि बुधंकर मित्र तेणु जीवन सुख समृद्धि भरीज सबू दिगरु लाभ हेब 22/6 जाए शुभ समय शुणी खुशी हेबे। बुध कर्कट को आसला 22/6 रु द्वादश हेबे एणु बुध सिंह राशि दुस्समय आनीदेवे। 21/6 जाए बुध एकादश सिंह राशि सबु प्रकार सुख से देवे। गोटे व्यक्ति जहाँ जहाँ खोजे से समस्त सुख बुध देवे सिंह राशि को। 21/6 जाए 22/6 रु बुध द्वादश देवे ये सब सुख को हरण करने सबू जगह सुख हरण करेंगे बुध। बुध को आप सामान्य ग्रह भावे बुध पांडव मान वनवास होता बुध द्रौपदी वस्त्रण होता बुध पांडव मान अपमानित होते से कृष्ण को पचारि युधिष्ठिर बुधंकर स्तोत्र पाठ करते। एवं कन्या राशि 21/6 जाए कन्या बुध दशम समस्त कार्य आनंदित कराइब स्व कर्म निजक सुख दब प्रति कर्म आनंद मिल लाभ मिल शांति मिल कर्मर सुख और आनंद प्रत्येक कन्या राशि लोके उपभोग करेंगे। कन्या बुधंकर मूल त्रिकोण उच्च घर सेठारे बुध सबुबले दया करता 22/6 रु एकादश हेबे कन्या राशिया मानकर भाग्योदय हेब एणु सबु नक्षत्र आशादित लाभ हेब मंगल हेब आनंद हेब एवं सुख मिल अर्थात कन्या राशि वर्तमान चलती बुधंक दयार भल समय पर बुध अधिक आनंद देवे सुख देवे शांति देवे धन देवे तेणु बुधंक कन्या राशि विशेष मंगल हेब जो जातक बुध भल जगार थे अधिक रु अधिक मंगल हेब। तुला कथा 21/6 जाए तुला बुध नवम गोचर गत हेले भी नवम बुध रोग वृद्धि करता तुला राशि लोक मैंने जो कष्ट भोगुंट रोगर आक्रांत होती बुधों शारीरिक दुख असह्य हेब जहाँकि कहीहबनी सही हेबनी 22/6 रु तुला दशम हेले भल समय आसो अतीतर सबू दुख भूलीजे आरोग्य लाभ करेंगे कर्म चंचल हेबे जीवन उपभोग करेंगे आउ सबू कर्म शांति मिल 22/6 रु तुला राशि बुध शुभ समय 21/6 जाए बुध ग्रह पिछा अष्टम अन्य ग्रह परी अष्टम गत बुध अशुभ नुहति तेणु अष्टम हेले बुध अष्टम हेले भी पिछा राशि संपूर्ण शुभ गोचर अष्टम बुध यथेष्ट भल फल दे प्रबल धनागम हेब मित्र संख्या बढ़ीज एवं सुखपुष्प वृष्टि हेब 21/6 जाए 22/6 रु बिछा राशि बुध हे नवम तेणु नाना रोग सृष्टि हेब 22/6 रु 30 अगस्ट जाए बिछा बुध शुभ नुहति 22/6 जाए बिछा बुध शुभ सबु प्रकार सुख मिल 22/6 रु 30 अगस्ट जाए बुध शुभ नुहति बिछा एवं धनु कथा आलोचना करवा। धनु राशि अधिपति बृहस्पति से बुधंकर शत्रु 21/6 जाए सप्तम बुध शारीरिक बाधा सृष्टि कर देहमुंड दरद हेब भारी बाधिब गोड़ हाथ भड़े हेब मात्र 22/6 रु बुध अष्टम हेबे प्रबल धन देवे समस्त कार्य सफलता आसब सबू समस्यार समाधान हेब सुख शांति वर्षा हेब एवं साफल्य मंडित हो जीवन उपभोग करेंगे। 30 अगस्ट जाए 22/6 रु 30 अगस्ट जाए धनुराशि लोक मैंने बुध दयारू आनंद रहे। मकर राशि
ମକରାଧିପତି ଶନି ବୁଦ୍ଧଙ୍କର ମିତ୍ର। ମକର ରାଶିଙ୍କର 22-6 ଯାଏ ଷଷ୍ଠ, ଏଣୁ ମାଟି ଧରିଲେ ସୁନା ହେବ। ବୁଦ୍ଧଙ୍କ ଏବେ ଯେଉଁ ମକର ରାଶି ଲୋକମାନେ ଆନନ୍ଦ ପାଉଛନ୍ତି, ସ୍ୱାସ୍ଥ୍ୟଗତ, ଧନଗତ, ପାରିବାରିକ ସମ୍ବନ୍ଧୀୟ ଯେଉଁ ସୁଖ ପାଉଛନ୍ତି ମକର ରାଶିଆ, ତା ମୂଳ କାରଣ ବୁଦ୍ଧ। ତେଣୁ ସେ 21-6 ଯାଏ ମାଟି ଧଇଲେ ସୁନା ହେବ। ପ୍ରତି କର୍ମରେ ସଫଳତା ଲାଭ କରିବେ, ମଧୁର ଫଳ ଚାଖିବେ, ଆନନ୍ଦ ସୁଖ ଆସି ମନକୁ ମନ ପାଖରେ ପହଞ୍ଚିଯିବ, ମନକୁ ଶାନ୍ତି ଆସିବ। 22-6ରୁ ସପ୍ତମ ହେଲେ ଏଇ ଦେହ ହାତ ଦରଜ ହେବ, ବିନ୍ଧିବ, ଗୋଡ଼ ହାତ ଘୋଳେଇ ହେବ, ମୁଣ୍ଡ ସମସ୍ୟା ସୃଷ୍ଟି କରିବ, ତୁଚ୍ଛାଟାରେ ଚିଡ଼ିବେ, ଭଲ ମଣିଷଙ୍କ କଥା ଖରାପ ଲାଗିବ, ବିରକ୍ତ ହେବେ, ଝଗଡ଼ା କରିବେ ଏବଂ ସ୍ୱାସ୍ଥ୍ୟହାନି ହେବ। 22-6ରୁ ମକର ରାଶିର ଖରାପ ପଡ଼ିବ ଅଗଷ୍ଟ 30 ଯାଏ। ବୁଦ୍ଧଙ୍କ ପର୍ବ ଜାତକରେ ବୁଧ ଯଦି ଭଲରେ ଥିବେ ତାହେଲେ ଏସବୁ ସମସ୍ୟା କମ୍ ହେବ। ଯଦି ଜାତକରେ ବୁଧ ଖରାପ ଥିବେ ଏହି ସମସ୍ୟା ବେଶୀ ବଳବତ୍ତର ହେବ। ଏବେ ଆମେ ଆଲୋଚନା କରିବା କୁମ୍ଭ କଥା। କୁମ୍ଭାଧିପ ଶନି ବୁଦ୍ଧଙ୍କର ମିତ୍ର। 22-6 ଯାଏ ପଞ୍ଚମ ବୁଧ କୁମ୍ଭ ରାଶିର ଲୋକଙ୍କୁ ଶୋକ, ଦୁଃଖ, ବିଷାଦରେ ଢାଙ୍କି ଦେବ। 22-6 ଯାଏ ବୁଦ୍ଧ କୁମ୍ଭ ରାଶିକୁ ଆଦୌ ଶୋକ ଦେଇପାରିବେ ନାହିଁ। ଜାତକରେ ଯଦି ସେ ଭଲ ଥିବେ ତାହେଲେ ହୁଏତ ଏ ଦୁଃଖ, ଏ ଶୋକ, ଏ ବିଷାଦ କମ୍ ହେବ। ଜାତକରେ ଯଦି ସେ ଖରାପ ଥିବେ ତାହେଲେ ଏଇ ଦୁଃଖ, ଏଇ ଶୋକ, ଏଇ ବିଷାଦ ତାଙ୍କୁ ବାନ୍ଧି ପକାଇବ, ବଡ଼ ହଇରାଣ କରିବ। ତେଣୁ ଏହା ଦୁଃସମୟ। 22-6 ପରେ ବୁଦ୍ଧଙ୍କ ପାଇଁ ଷଷ୍ଠ ହେବ, ବଢ଼ିଆ ସମୟ। 22-6ରୁ କୁମ୍ଭ ରାଶିଙ୍କର ବୁଦ୍ଧ ମଙ୍ଗଳ କରିବେ ଅଗଷ୍ଟ 30 ଯାଏ। ସୁତରାଂ ଅଗଷ୍ଟ 30 ଯାଏ 22-6ରୁ କୁମ୍ଭ ରାଶିମାନେ ମାଟି ଧୋଇଲେ ସୁନା ହେବ। ଘରକୁ ଗୋଟିଏ ସୁନା ଅଣ୍ଡା ଦିଆ କୁକୁଡ଼ା ଆସିଲା ଭଳି ଲାଗିବ। ସବୁ ସୁଖ ବଢ଼ିଯିବ, ସବୁ ଶାନ୍ତି ଆପଣ ସେ ପାଖକୁ ପାଖି ଆସିବ, ସବୁ ସମସ୍ୟା ସମାଧାନ ହେବ। ମାଲିକ ପ୍ରକାର ଜୟଲାଭ କରିବେ, ଆଉ ପରିବାରର ସମସ୍ତେ ଆରୋଗ୍ୟତା ଲାଭ କରିବେ। 22-6ରୁ 30 ଅଗଷ୍ଟ ଯାଏ କୁମ୍ଭ କଥା କହିଲି। ଏବେ ଶେଷ ରାଶି ଯାହା ହେଲା ମୀନ ରାଶି। 21-6 ଯାଏ ମୀନ ରାଶି ପାଇଁ ବୁଦ୍ଧ ଚତୁର୍ଥ। ଏହା ବଡ଼ ଶୁଭ ସମୟ। ଧନ ଆୟର ପନ୍ଥା ଖୋଲିଯିବ। ଏଯାଏ ଏ ସମୟରେ ବୁଦ୍ଧ ରାଶି ପାଇଁ, କନ୍ୟା ରାଶି, ମୀନ ରାଶି ପାଇଁ କୌଣସି ଗ୍ରହ ଶୁଭ ନାହାନ୍ତି। ତଥାପି ମୀନ ରାଶି ଲୋକମାନେ ଆନନ୍ଦରେ ଅଛନ୍ତି। ତେଣୁ କିଏ ସାହାଯ୍ୟ କରୁଛନ୍ତି? ବୁଦ୍ଧଙ୍କ ପାଇଁ ମୀନ ରାଶିଙ୍କ ଯୋଗୁଁ ହାତକୁ 2 ପଇସା ଆସୁଛି, ନୂଆ ନୂଆ ବନ୍ଧୁ ମିଳୁଛନ୍ତି, ସୁଖ ଶାନ୍ତି ମିଳୁଛି, ସ୍ୱାସ୍ଥ୍ୟ ଭଲ ରହିଛି। ତେଣୁ ମୀନ ରାଶି ପାଇଁ 21-6 ଯାଏ ଏ ଶୁଭ ସମୟ। ଏହା ବଡ଼ ଶୁଭ ସମୟ। ଧନ ଆୟର ପନ୍ଥା ଖୋଲିଯିବ। 2 ହାତରେ ଆପଣ ମାନେ ମୀନ ରାଶି କଥା ଅନ୍ୟକୁ ଦେଇ ଖୁସି ହେବେ, ଋଣମୁକ୍ତ ହୋଇଯିବେ, ଆନନ୍ଦିତ ହେବେ। ଯଦି ଜାତକରେ ବୁଧ ଭଲରେ ଥାନ୍ତି ତାହେଲେ ଏ ଫଳ ଅଧିକ ହେବ। ଯଦି ବୁଧ ଜାତକରେ ଖରାପରେ ଥାନ୍ତି ତାହେଲେ ଏ ସୁଖ ଟିକେ କମ୍ ହେବ। ମୀନ ରାଶିଙ୍କ ପାଇଁ ଭଲ ସମୟ। ମାତ୍ର 22-6ରୁ ମନ୍ଦ ସମୟ ଆସିବ। 22-6ରୁ ଅଗଷ୍ଟ 30 ଯାଏ। 22-6ରୁ ଅଗଷ୍ଟ 30 ଯାଏ ମୀନ ରାଶିଙ୍କ ପାଇଁ ବୁଧ ଅନୁକୂଳ ହେବେନି। ତେଣୁ ଦୁଃଖ ଶୋକ ମାଡ଼ି ଆସିବ। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବ। ପିତା ପୁତ୍ରରେ କଳହ ସୃଷ୍ଟି ହେବ। ସବୁବେଳେ ଚିଡ଼ଚିଡ଼ା ଲାଗିବ, ବ୍ୟୟଭାବ ବଢ଼ିଯିବ, ସ୍ୱାସ୍ଥ୍ୟରେ କୁପ୍ରଭାବ ପଡ଼ିବ, ଭାଇ ଭାଇରେ ଅମଳ ହେବ। ସୁତରାଂ 22-6 ଯାଏ ବୁଦ୍ଧ ଶୁଭ। ଆଜି ପର୍ଯ୍ୟନ୍ତ ଯେଉଁ ଶୁଭ ଫଳ ମିଳୁଛି ମୀନ ରାଶିମାନଙ୍କର ବୁଦ୍ଧଙ୍କ ପାଇଁ। 22-6ରୁ 30-6 ଯାଏ ବୁଦ୍ଧଙ୍କର କରୁଣା ମିଳିବ ନାହିଁ। ହଁ ବନ୍ଧୁ, ଆମେ ଏପର୍ଯ୍ୟନ୍ତ ବିଭିନ୍ନ ରାଶିଙ୍କର ଚଳାଚଳର ଆଲୋଚନା କଲେ, ଆଉ ସମୟ ନାହିଁ। ଆସନ୍ତାକାଲିଠାରୁ ଯଦି ଈଶ୍ୱର ଚାହାନ୍ତି ତାହେଲେ ମାସିକ ରାଶିଫଳ ମେଷ, ବୃଷ, ମିଥୁନ, କର୍କଟ ପ୍ରଭୃତି ରାଶିମାନେ ଜୁଲାଇ 14 ଯାଏ କେଉଁ ପ୍ରକାର ଶୁଭଫଳ ପାଇବେ, ଅଶୁଭ ଫଳକୁ ତ୍ୟାଗ କରିବେ, ଭୋଗ କରିବେ, ଆମେ ଏ ବିଷୟରେ ଆସନ୍ତାକାଲି ଆଲୋଚନା କରିବା। ମାସିକ ରାଶିଫଳ ଆଜି ଏତିକି। ରହିଲି, ନମସ୍କାର।